ସବୁଦିନ ଭଳିଆ ଆଜି ମଧ୍ୟ ବାହାରିଲି ଅଫିସ। ଗଲା ଆସିକି ଦେଖ ସାଣ୍ଡି କେମିତି ଆମର ଶୋଇଛି। ମାନେ ସତିକି ଯାଇଥିଲା ନିଆଁ ଲିଭେଇବାକୁ, ସେଇଭଳିଆ ଶୋଇଛି ଆମର ଇଏ। ଉଠିବାର ନା କଥା ଡାକିଲେ ବି ଉଠୁନି। ଆଉ ଏବେ ଚାଲ ଯିବା ଆମର ଅଫିସ। ଏବେ ବର୍ତ୍ତମାନ ଆସିକି ଅଫିସରେ ପହଞ୍ଚିଗଲି। ତଳେ ପାର୍କିଂ କରିଦେଇଛି, ଗାଡି ପାର୍କିଂ ହେଇଗଲା। ଆମେ ଯେ ଅଫିସର ଭିଡ଼ିଓ କରିହେବନି, ସେଥିପାଇଁ ତ ଭିଡ଼ିଓ ମାନେ ଦେଖେଇଲିନି ମୁଁ। ତ ଟାଇମ୍ ହେଇଗଲା ଗୋଟେ, ସାର୍ମାନଙ୍କ ପାଇଁ ଖାଇବାକୁ ନେବାକୁ ଆସିଛି। ଏଇ 2 ଜଣଙ୍କର ଆସିଥିଲି ଖାଇବା ନେବାକୁ, 4 ଜଣଙ୍କର ଖାଇବା ନେଇକି ଯାଉଛି ମୁଁ। ଅଫିସ ଟାଇମ୍ ସରିଗଲା। ତ ଏବେ ଚାଲ ଯିବା ସୁମନ୍ତକୁ ନେବା, ସୁମନ୍ତକୁ ନେଇକି ଘରକୁ ଯିବା। ବର୍ତ୍ତମାନ ଆସିକି ଘରେ ପହଞ୍ଚିଗଲି। ଘରେ ପହଞ୍ଚିଲା ପରେ ଦେଖ ସାଣ୍ଡିର ରିଆକ୍ସନ୍ କେମିତି। ମାନେ ସେ ଯଦି ବନ୍ଧା ହେଇନଥିବ ସେ ପଳେଇ ଆସିବ ପାଖକୁ, ବନ୍ଧା ହେଇଥିଲେ ଶୋଇଥିବ। ଘରେ ଅଛି ସେ ତଥାପି ପଳେଇ ଆସିବଣି ବାହାରକୁ। ଦେଖ ରିଆକ୍ସନ୍ ଦେବ ତାର, ଦେଖୁଛ ତ କିଛିଟା ଏଠି କବାଟ କଣରେ ଆସିକି ଅନଉଛି। ସକାଳେ ଗଲାବେଳେ କିଛି କହୁନଥିଲା, ଶୋଇଥିଲା ଚୁପଚାପ। ଦେଖୁଛ ତ, ଦେଖ ମୋ ସାଣ୍ଡିକି। କଣ ହେଲା, କଣ ହେଲା କଣ? କିଛି ନାହିଁ ଏଥିରେ। ସେ ଭାବୁଛନ୍ତି